ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଭୁବନେଶ୍ୱର ଶହୀଦନଗର ସ୍ଥିତ ଦ ଇନଷ୍ଟିଚ୍ୟୁଟ୍ ଫର୍ ହେଲ୍ପିଂ ଦ ଡିଜାବୁଲ୍ ଅନୁଷ୍ଠାନ ପକ୍ଷରୁ ଏହାକୁ ପାଳନ କରାଯାଇଅଛି। ସ୍ଥାନୀୟ ବିଷ୍ଣୁ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠାନର ଅନ୍ତେବାସୀଙ୍କର ତରଫରୁ ଆକର୍ଷଣୀୟ ନୃତ୍ୟ ଓ ଗୀତର କାର୍ଯ୍ୟକ୍ରମ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ଭାଗୀରଥୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ମହୋଦୟ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସମାଜସେବୀ ଉମାନାଥ ମିଶ୍ର। ଅନ୍ୟତମ ଅତିଥି ଭାବେ ଜିତେନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ। ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ। ପ୍ରାରମ୍ଭରେ ଅତିଥି ବୃନ୍ଦଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହାପରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ହୃଦୟ ଛୁଇଁ ପାରିଥିଲା। ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ଆରତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ଆମ ନ୍ୟୁଜ ମାଧ୍ୟମରେ ଏକ ପ୍ରତିକ୍ରିୟା ରଖିଥିଲେ। জীবন্ত প্রেরণার উৎস এই মনোভাব রহু সেবা কার্পণ্য দেবা ফলে নিবেদন কলে ଏବେ ପରବର୍ତ୍ତୀ ପ୍ରସ୍ତୁତିରେ ରହିଛି କ୍ୟାସିଓ। से आपण मान युव प्रतिभा किंतु पिला आज अंतर्जातीय भिन्नक्षम दिवस विश्व अंतर्जातीय भिन्नक्षम दिवस प्रति वर्ष यही दिन में आम पालन करी सब पिला मानू नहीं आम दिव्यांग पिला मानू नहीं आम विभिन्न प्रकार कार्यक्रम करी केवल एम साधारण नुहति विभिन्न प्रकार नाच गीत सबुथ निपुण अच्छा आज यही कार्यक्रम माध्यम आम पिलामानंकर सब प्रकार दक्षता केमिति अच्छी से हिसाब से आम से कार्यक्रम माध्यम आम समस्त को जनाऊँ आज